ଏହା ଗୋଟିଏ ଛୋଟ ସବୁଜ ସୁନ୍ଦର ଗାଁର କାହାଣୀ। ସେହି ଗ୍ରାମର ନାମ ହେଉଛି ସୁନ୍ଦରପୁର। ସୁନ୍ଦରପୁର ଗାଁରେ ଦୁଇ ଜଣ ଚାଷୀ ରାମୁ ଓ ବିନୟ ବସବାସ କରୁଥିଲେ। ସେମାନଙ୍କ ମଧ୍ୟରୁ ରାମୁ ଗୋଟିଏ ସତ୍ୟବାନ ଚାଷୀ ଥିଲା, କିନ୍ତୁ ବିନୟ ବହୁତ ଚତୁର ଥିଲା। ରାମୁ ତା ଘରେ ତା ସ୍ତ୍ରୀ ବୀଣା ସହ ରହୁଥିଲା। ବିନୟ ତା ସ୍ତ୍ରୀ ରୀଣା ସହ ରହୁଥିଲେ। ରାମୁ ଓ ବିନୟ ଦୁହେଁ ଚାଷ କାମ କରୁଥିଲେ। ଆରେ ରାମୁ ଭାଇ, ଏଥର ବର୍ଷା ବହୁତ ଭଲ ହେଇଛି। ଆମେ ଯେତେ ଭାବିଥିଲୁ ତାଠାରୁ ମଧ୍ୟ ଅଧିକା ଭଲ ଫସଲ ହେଇଛି। ହଁ ଭାଇ, ଠିକ୍ କହିଛୁ। ଏଥର ଫସଲରେ କୌଣସି ତୁଳନା ନାହିଁ। ଏହି ଫସଲକୁ ଦେଖି ମନ ଖୁସି ହେଇଯାଉଛି। ରାମୁ ଭାଇ, ଏଥର କେଉଁ ଫସଲ ଲଗାଇଛ? ଏଥର ମୁଁ ମଧ୍ୟ ଆଳୁ ଫସଲ ଲଗେଇଛି ମୋ ବିଲରେ। ଭଲ କଥା। ଏଥର ବଜାରରେ ଆଳୁର ଚାହିଦା ବହୁତ ଅଛି, ସେଥିପାଇଁ ଦାମ ମଧ୍ୟ ବଢ଼ିଛି। ଲାଗୁଛି ଏଥର ଉପରବାଲା ଆମ ଉପରେ ଖୁସି ଅଛନ୍ତି। ହଁ ବିନୟ ଭାଇ, ଠିକ୍ କହୁଛୁ। ଆରେ ରୀଣା, ଏଥର ଆମ ବିଲରେ ଫସଲ ବହୁତ ଭଲ ହେଇଛି। ଦେଖ କେତେ ସୁନ୍ଦର ଆଳୁ ହେଇଛି। ଆରେ ବା, ଏ ଆଳୁ ବହୁତ ଭଲ ହେଇଛି। ଏଥିରୁ ଆମେ ଭଲ ଦାମ ବି ମିଳିବ। ହଁ, ଏଥର ବଜାରରେ ଆଳୁର ଚାହିଦା ବହୁତ ଭଲ ଅଛି। ଦାମ ମଧ୍ୟ ଭଲ ମିଳୁଛି। ହଁ, ମିଳିବ ନାହିଁ କାହିଁକି? ହଁ, ଏଇ ବର୍ଷା ଏତେ ଭଲ ହେଇଛି। ହଉ ଚାଲ, ଠିକ୍ ଅଛି। ଏବେ ମୁଁ ବଜାରକୁ ଯାଉଛି। ଆଳୁ ବିକିବାରେ ମଧ୍ୟ ଅଛି ନା। ଏହା କହି ବିନୟ ଆଳୁ ବିକ୍ରି କରିବାକୁ ବଜାରକୁ ଚାଲିଗଲା। ଦେଖୁ ଦେଖୁ ବିନୟର ସମସ୍ତ ଆଳୁ ବିକ୍ରି ହେଇଗଲା। ଆରେ ବାଃ, ଏଥର ଆଳୁ ବହୁତ ଭଲ ବିକ୍ରି ହେଇଛି। ଏଥର ତ ମୋ ପାଖରେ ପଇସା ହିଁ ପଇସା ରହିବ। ଠିକ୍ ସେତିକିବେଳେ ସେ ବଜାରରେ ରାମୁକୁ ଦେଖିଲା। ଆରେ ଓ ରାମୁ ଭାଇ, ଆଜି ଏଠାରେ କ'ଣ ବଜାରରେ କ'ଣ ନେବାକୁ ଆସିଛ ନା କ'ଣ? ଆରେ ବିନୟ ଭାଇ, ମୁଁ କିଛି ନେବାକୁ ଆସିନି। ମୁଁ ବିଲରେ ଆଳୁ ବିକ୍ରିବାକୁ ଆସିଥିଲି। ମୋର ସମସ୍ତ ଆଳୁ ଜଲ୍ଦି ଜଲ୍ଦି ଆଜି ବିକ୍ରି ହେଇଗଲା। ଆଉ ବିକି ସାରି ମୁଁ ଘରକୁ ଫେରିବାକୁ ଯାଉଛି ଆଉ। ରାମୁର ଏହି କଥା ଶୁଣି ବିନୟ ରାମୁ ଉପରେ ଈର୍ଷା କରିବାକୁ ଲାଗିଲା। ଆରେ ହଁ, ଏ ବି ମଧ୍ୟ ଆଳୁ ଲଗାଇଥିଲା, ମାନେ ତାକୁ ବି ବହୁତ ଲାଭ ହୋଇଥିବ। ଯଦି ଏ ଆଳୁ ମୋ ଠାରୁ ଅଧିକ ବିକ୍ରି କରିଥିଲା, ତେବେ ଏ ମଧ୍ୟ ମୋ ଠାରୁ ଅଧିକା ଧନୀ ହେଇଯିବ। ଆରେ ବିନୟ ଭାଇ, ତମେ ମଧ୍ୟ ଆଳୁ ବିକ୍ରି କରିବାକୁ ଆସିଥିଲ କି? ମୁଁ ଠିକ୍ କହିଲି ନା? ହଁ ରାମ ଭାଇ, ମୁଁ ମଧ୍ୟ ଆଳୁ ବିକିବାକୁ ଆସିଥିଲି। ଚାଲ, ମୁଁ ଯାଉଛି। ଏବେ ଘରକୁ ମଧ୍ୟ ଯିବାର ଅଛି ନା, ବହୁତ କାମ ରହିଲାଣି। ଏହା କହି ରାମୁ ସେଠାରୁ ଚାଲିଗଲେ। ହଁ, ମୋତେ କିଛି ନା କିଛି କରିବାକୁ ପଡ଼ିବ, ନହେଲେ ଏ ରାମୁ ମୋ ଠାରୁ ବି ଅଧିକା ଧନୀ ହେଇଯିବ। ଏହା ଭାବି ବିନୟ ତା ଘରକୁ ଯିବାକୁ ବାହାରି ପଡ଼ିଲା। ଠିକ୍ ସେତିକିବେଳେ ରାସ୍ତାରେ ଦୁଇଟି ଲୋକ କଥା ହେବାର ସେ ଦେଖିଲା। ଆରେ ଭାଇ, କ'ଣ କହିବି, ଏଥର ମୋ ଫସଲ ବହୁତ ଭଲ ହେଇଥିଲା। କିନ୍ତୁ କିଏ ରାତିରେ ମୋ ବିଲରେ ଦୁଇଟି ବଳଦ ଛାଡ଼ିଦେଲା, ଯାହାଫଳରେ ମୋର ଅଧା ଫସଲ ବର୍ବାଦ ହେଇଗଲା। ଆରେ ବା, ଉପାୟ ମିଳିଗଲା। ଏହା ତ ମୁଁ ମଧ୍ୟ କରିପାରିବି। ଚାଲ, ଏବେ ଶୀଘ୍ର ଘରକୁ ଯାଉଛି। ଆରେ, ଆଜି ଆପଣ ଏତେ ଶୀଘ୍ର କେମିତି ଆସିଗଲେ? ଆଳୁ ବିକ୍ରି ହେଲା ନାହିଁ କି? ଆରେ ରୀନା, ଆଜି ଆଳୁ ବହୁତ ବିକ୍ରି ହେଇଯାଇଛି।
ଆଜି ଜଲ୍ଦି ସବୁ ଆଳୁ ବିକ୍ରି ହେଇଗଲା, ସେଥିପାଇଁ ମୁଁ ଆଜି ଶୀଘ୍ର ଆସିଗଲି। ଆରେ ବା, ଏ ତ ବହୁତ ଭଲ କଥା। ଯଦି ଏଇଭଳି ଆଳୁ ଆମର ବିକ୍ରି ହେବ ତାହେଲେ ଆମେ ଜଲ୍ଦି ଧନୀ ହେଇଯିବୁ ନା। ହଁ ନିଶ୍ଚିନ୍ତ। ମୁଁ ଆଉ ଅଧିକ ଧନୀ ହେବା ପାଇଁ ଗୋଟେ ଉପାୟ ଭାବିଛି। କ'ଣ ଉପାୟ ଭାବିଛନ୍ତି ଆପଣ? ଏଥର ମୁଁ ବିଲରେ ବହୁତ ସାରା ସାର ଦେବି, ଯାହା ଫଳରେ ଫସଲ ଆହୁରି ଅଧିକା ହେବ। ଠିକ୍ ଅଛି, କିନ୍ତୁ ଅଧିକା ସାର ଦେଲେ ଫସଲ ଖରାପ ହେବ ନାହିଁ ତ? ଆରେ ଏମିତି କ'ଣ ହେବ? ମୁଁ ଜାଣିଛି କିଛି ଖରାପ ହେବନି। ହଉ ଠିକ୍ ଅଛି, ମୁଁ ଏବେ କିଛି କାମରେ ବାହାରକୁ ଯାଉଛି, ଟିକେ ଡେରିରେ ଫେରିବି। ଏହା କହି ବିନୟ ତା ଘରରୁ ରଘୁ ଓ ମନୁ ପାଖକୁ ଯିବାକୁ ବାହାରି ପଡ଼ିଲା। ଆରେ ରଘୁ, ମନୁ, କେମିତି ଅଛ କିରେ? ଆମେ ଭାଇ ଭଲ ଅଛୁ। ଆପଣ କୁହନ୍ତୁ, ଆଜି ଆମ ପାଖରେ କେମିତି କାମ ପଡ଼ିଲା? ଆରେ ନାଇଁ, ମୋ ପାଖରେ ତୁମମାନଙ୍କ ପାଇଁ ଗୋଟିଏ କାମ ଅଛି। ଯଦି ତୁମେମାନେ କରିବାକୁ ଚାହୁଁଛ। କେମିତିଆ କାମ ଅଛି ବିନୟ ଭାଇ? କୌଣସି ବିପଜ୍ଜନକ କାମ ନୁହେଁ ତ? ଆରେ ନାଇଁ, କୌଣସି ବିପଜ୍ଜନକ କାମ ନୁହେଁ। ଆଜି ରାତିରେ ତୁମେମାନେ କେବଳ ରାମର ବିଲରେ ସମସ୍ତ ଆଳୁ ଚୋରି କରିବାକୁ ପଡ଼ିବ। ଯଦି କେହି ଆମକୁ ଦେଖିଦେଲେ ଆମେ ଧରା ପଡ଼ିଯିବୁ ଆଉ ସରପଞ୍ଚ ଯେ ଆମ ଗାଁକୁ ବାହାର କରିଦେବେ। ସେମିତି କିଛି ହେବ ନାହିଁ ତ? ଆରେ ରାତିରେ ଅନ୍ଧାରେ ଯିବ, କିଏ କାହିଁ ତମମାନଙ୍କୁ ଦେଖିବ? ଭାବି ଦେଖ, ଏହି କାମ ପାଇଁ ମୁଁ ତମମାନଙ୍କୁ 5,000 ଟଙ୍କା ଦେବି। କିନ୍ତୁ କାମ ହେବା ପରେ ଦୁଇ ଜଣ ପଇସା ଦେଖି ଲୋଭରେ ପଡ଼ିଯାଆନ୍ତି ଓ କାମ କରିବାକୁ ହିଁ କହିଦେଇଥାନ୍ତି। ଆଉ ଠିକ୍ ଅଛି ବିନୟ ଭାଇ, ଆପଣଙ୍କ କାମ ହୋଇଯିବ। କିନ୍ତୁ ଧ୍ୟାନ ରଖନ୍ତୁ, କାହାକୁ କିଛି ଜଣାପଡ଼ିବା ଉଚିତ ନୁହେଁ। ଏହା କହି ବିନୟ ତା ଘରକୁ ଯିବାକୁ ବାହାରି ପଡ଼ିଲା। ଆରେ ଆସିଗଲେ ଆପଣ? ଏତେ ଡେରି କାହିଁକି ହେଲା? ଆରେ କିଛି ନୁହେଁ, ଆସୁଥିଲା ବେଳେ ଟିକେ ରାମ ଦେଖା ହେଇଗଲା ତ, ସେଥିସହ ତା ସହିତ ଟିକେ କଥା ହଉ ହଉ ଡେରି ହେଇଗଲା। ହଉ ଚାଲନ୍ତୁ, ଖାଇବା ରାନ୍ଧି ଦେଇଛି, ଖାଇ ନିଅନ୍ତୁ। ବିନୟ ଖାଇବାକୁ ବସିଲା। କିଛି ଡେରି ପରେ ରାତି ହେଇଗଲା। ଆରେ ମନୁ, ଦେଖ ଭାଇ, ଏତେ ରାତି ହେଇଗଲାଣି। ମନେ ଅଛି ନା, ରାମର ବିଲରେ ଆମେ ଫସଲ ଚୋରି କରିବାକୁ ଯିବା? ହଁ ଭାଇ, ମନେ ଅଛି। କିନ୍ତୁ ଏଇକ୍ଷଣି ଅନ୍ଧାର ହେଇଛି, ଆଉ ଟିକେ ହବାକୁ ଦେ, ତାପରେ ଯିବା। କିଛି ଡେରି ପରେ ଦୁଇ ଜଣ ରାମର କ୍ଷେତକୁ ଯିବାକୁ ବାହାରି ପଡ଼ିଲେ। ଆରେ ଭାଇ, ଏଇଟା ହଉଛି ତା ବିଲ, ଧ୍ୟାନରେ ଦେଖ, କେହି ଆସୁନାହାନ୍ତି ତ? ନାଇଁରେ, କେହି ନାହାନ୍ତି, ଚାଲ ଆମେ କାମ କରିବା। ଯେତେବେଳେ ସେମାନେ ବିଲରେ ପାଦ ରଖନ୍ତି, ଠିକ୍ ସେତିକିବେଳେ ତାଙ୍କୁ କାହାର ଶବ୍ଦ ଶୁଭିବାରେ ଲାଗିଲା। ଆରେ ଆରେ, କିଏ ଅଛି ସେଠି? କିଏ ଅଛି? ରାମୁ ସାରା ରାତି ତା ବିଲରେ ପହଁରା ଦେବାକୁ ଲାଗିଲା। ଆରେ ମନୁ, ରାମୁ ତ ତା ବିଲରେ ବୁଲୁଛି, କ'ଣ କରିବା? ଆଜି କିଛି ହେଇପାରିବନି, ଚାଲ ଆମେ ଆଜି ପଳେଇଯିବା। ଯଦି ଏଇ କାମ ନହେଲା ତାହେଲେ ଆମକୁ ପଇସା ମିଳିବ ନାହିଁ। ହେଲେ ଆମେ କ'ଣ କରିବା? ରାମୁ ତ ଆମ ସାମ୍ନାରେ ଅଛି ନା, ତା ସାମ୍ନାରେ କ'ଣ ଆମେ ଫସଲ ଚୋରି କରିପାରିବା? ଆଜି ଆମକୁ ଯିବାକୁ ପଡ଼ିବ। ରଘୁ ଆଉ ମନୁ ସେଠାରୁ ଫେରିଯାଆନ୍ତି। ପରବର୍ତ୍ତୀ ସକାଳେ ବିନୟ ତା ଘରେ ବସି ଭାବୁଥାଏ, ଏପର୍ଯ୍ୟନ୍ତ ରଘୁ ଆଉ ମନୁ, ମୁଁ ଭାବୁଛି ସବୁଯାକ କାମ ସାରି ଦେଇଥିବେ। ଯାଏ ତାଙ୍କ ଖବର ନେଇ ଆସିବା। ଆରେ ରାଣୀ, ମୁଁ ବିଲକୁ ଯାଉଛି, କିଛି ସମୟରେ ଫେରି ଆସିବି। ବିନୟ ତା ଘରୁ ରଘୁ ଆଉ ମନୁ ପାଖକୁ ଯିବାକୁ ଲାଗିଲା। ଠିକ୍ ସେତିକିବେଳେ ସେମାନେ ମଧ୍ୟ ତା ଘର ଦିଗକୁ ଆସୁଥିବାର ଦେଖିଲେ। ମୁଁ ଯେଉଁ କାମ କହିଥିଲି ସେ କାମ ହେଲା? ଆମେ ସେଇ କଥା କହିବାକୁ ଭାଇ ଆସିଥିଲୁ ଆମେ ତମ ପାଖକୁ। କାଲି ରାତିରେ ରାମୁ ନିଜେ ତା ବିଲରେ ପହଁରା ଦେଉଥିଲା, ସେଥିପାଇଁ ଆମେ କିଛି କରିପାରିଲୁ ନାହିଁ।
ତମେ ଦୁଇ ଜଣ ମିଶି ମଧ୍ୟ ଗୋଟେ କିଛି କାମ ଠିକ୍ସରେ କରିପାରିବନି। ଏବେ ମୋତେ ନିଜେ କିଛି କରିବାକୁ ପଡ଼ିବ। ଚାଲ ଯାଅ, ତୁମମାନେ ଏଠାରୁ ଯାଅ ଭାରି। ରଘୁ ଆଉ ମନୁ ସେଠାରୁ ଚାଲିଯାଆନ୍ତି ଆଉ ବିନୟ ମଧ୍ୟ ତା ଘରକୁ ଫେରିଆସେ। ଠିକ୍ ଅଛି, ଏବେ ମୁଁ ବଜାରକୁ ଯାଉଛି। ଆଜି ଆହୁରି ଅଧିକ ଆଳୁ ବିକ୍ରି କରିକି ଆସିବି। ଏହା କହି ବିନୟ ବଜାରକୁ ଚାଲିଯାଏ। ଆଜି ମଧ୍ୟ ବିନୟର ସବୁତିକ ଆଳୁ ବିକ୍ରି ହେଇଗଲା। ଆରେ ବାଃ, ଆମଦାନୀ ତ କାଲିଠୁ ବହୁତ ଭଲ ହେଇଛି। ଆରେ ବିନୟ ଭାଇ, ଆଳୁ ବେପାର କେମିତି ହେଉଛି? ହଁ ଭାଇ, ଆଳୁ ବହୁତ ଭଲ ବିକ୍ରି ହେଇଛି। ତୁମେ କୁହ, ତୁମ ଆଳୁ ବିକ୍ରି ହେଉଛି ନା ନାଇଁ? ହଁ ଭାଇ, ଭଲ ବିକ୍ରି ହେଉଛି। ଆରେ ରାମୁ ଭାଇ, ଆଜିକାଲି ରାତିରେ ତୁମେ ଆଉ ଦେଖା ମିଳୁନ, କେଉଁଠି ରହୁଛ କି? ଆରେ ଭାଇ, ମୁଁ ରାତିରେ ମୋ କ୍ଷେତରେ ପହଁରା ଦଉଛି। ଆରେ ରାମୁ ଭାଇ, ତୁମ ଫସଲ ଚିନ୍ତା ଏତେ କାହିଁ କରୁଛ? କିଛି ହେବନି। ଠିକ୍ ଅଛି ବିନୟ ଭାଇ, ଚାଲ ମୁଁ ଯାଉଛି। ଏହା କହି ରାମୁ ସେଠାରୁ ଚାଲିବାକୁ ଲାଗିଲା। ହଉ, ମୋତେ ତାହେଲେ କିଛି ଉପାୟ ଭାବିବାକୁ ପଡ଼ିବ। ରାମୁର ସବୁଯାକ ଫସଲ ମୋତେ ଚୋରି କରିବାକୁ ହିଁ ପଡ଼ିବ। ଠିକ୍ ସେତିକିବେଳେ ବିନୟ ମନରେ ଗୋଟିଏ ଉପାୟ ଆସିଲା। ଆରେ ହଁ, ଯଦି ମୁଁ ଗାଁରେ ମିଛ କଥା ସବୁଆଡ଼େ ସମସ୍ତଙ୍କୁ କହିଦିଏ କି ରାମୁ ଜମିରେ ଭୂତ ଅଛି, ତେବେ ଲୋକେ ରାମୁର ଆଉ ଆଳୁ କିଣିବା ବନ୍ଦ କରିଦେବେ। ତାପରେ ରାମୁ ବି ମଧ୍ୟ ଆଉ ବିଲକୁ ଯିବନି। ତାପରେ ମୁଁ ସେଠାରୁ ତାର ସବୁ ଫସଲ ଚୋରି କରିପାରିବି। ଏହା କହି ବିନୟ ପୁଣି ଥରେ ରଘୁ ଆଉ ମନୁ ପାଖକୁ ଯିବାକୁ ବାହାରି ପଡ଼ିଲା। ଆରେ ଆସନ୍ତୁ ବିନୟ ଭାଇ, ବହୁତ ଡେରି ହେଇଗଲାଣି ଆସିବାରେ। ସେସବୁ ଛାଡ଼, ମୋ କଥା ଧ୍ୟାନରେ ଶୁଣ। ମୁଁ ଆଉ ଗୋଟେ ଉପାୟ ଭାବିଛି। ଯଦି ଆମେ ଏଇ ମିଛ ଗୁଜବ ସବୁଆଡ଼େ କହିଦେବା ଯେ ରାମୁର ବିଲରେ ଭୂତ ଅଛି, ତେବେ ଲୋକେ ରାମୁର ବିଲରୁ କୌଣସି ସବ୍ଜି ଆଉ କିଣିବେ ନାହିଁ। ତାପରେ ଆମେ ପୁଣି ଚୋରି କରିବା ସହଜ ହେଇଯିବ। ଆରେ ବାଃ ବିନୟ ଭାଇ, ବହୁତ ବଢ଼ିଆ ଉପାୟ। ଏଥିରେ କେହି ମଧ୍ୟ ବିଲରେ ଆଖପାଖକୁ ମଧ୍ୟ ଆସିବେ ନାହିଁ। ଏବେ ତମେ ଦୁଇ ଜଣ ମିଶି ଗାଁରେ ଏଇ ମିଛ କଥା କହିଦିଅ। ସକାଳ ପର୍ଯ୍ୟନ୍ତ କାମ ହେଇଯିବା ଉଚିତ। ଠିକ୍ ଅଛି ବିନୟ ଭାଇ, କାମ ହେଇଯିବ। ଏହା କହି ବିନୟ ତା ଘରକୁ ଚାଲିଗଲା। ପରବର୍ତ୍ତୀ ସକାଳେ ସମସ୍ତେ ଗାଁରେ ଏ ମିଛ ଗୁଜବ ବାହାରିଗଲା ଯେ ରାମୁର ବିଲରେ ଭୂତ ଅଛି ବୋଲି। ପରଦିନ ରାମୁ ଆଳୁ ବିକିବାକୁ ବଜାରକୁ ଚାଲିଗଲା। ହେଲେ କେହି ମଧ୍ୟ ତା ଆଳୁ କିଣୁନଥିଲେ। ସେତେବେଳେ କିଛି ଗାଁ ଲୋକେ ଠିଆ ହୋଇ କଥା ହେଉଥିଲେ। ଆରେ ଭାଇ, ରାମୁର ବିଲରେ ଭୂତ ଅଛି। ଶୁଣିଛି ରାତିରେ ସେଠାରେ କୌଣସି ଛାୟା ଘୂରିବାର ଦେଖାଯାଉଛି। ଆଉ ହଁ, ମୁଁ ଶୁଣିଛି ଯେ ଯିଏ ତା ଫସଲ ଖାଇଛି ସେ ଅସୁସ୍ଥ ହେଇଯାଉଛି। ଏହା ଶୁଣି ରାମୁ ଆଶ୍ଚର୍ଯ୍ୟ ଓ ଦୁଃଖିତ ହେଇଗଲା। କଣ ଏ ମିଛ କଥା କିଏ ବାହାର କରୁଛି? ନିଶ୍ଚୟ କିଏ ଗୋଟେ ମୋ ଉପରେ ଈର୍ଷା କରୁଛି। ରାମୁ ସିଧା ସରପଞ୍ଚ ପାଖକୁ ଗଲା। ସରପଞ୍ଚ, ଗାଁରେ କେହି ମୋ ବିଲକୁ ନେଇ ଭୁଲ ମିଛ ଗୁଜବ ବାହାର କରିଛି। ଆପଣ କିଛି କରନ୍ତୁ, ନହେଲେ ମୋର ଆଳୁ ସବୁ କିଛି ବିକ୍ରି ହେବନି। ଠିକ୍ ଅଛି ରାମୁ, ଆଜି ରାତିରେ ମୁଁ ଆଉ ଦୁଇ ଜଣ ଗାଁ ଲୋକେ ମିଶି ତୋ ବିଲରେ ରହିବୁ। ଯଦି କିଛି ଭୁଲ ଥାଏ ସତ୍ୟ ସାମ୍ନାକୁ ଆସିବ। ସେଇ ରାତିରେ ରାମୁ, ସରପଞ୍ଚ ଆଉ ଦୁଇ ଜଣ ଗାଁ ଲୋକେ ମିଶି ତା ବିଲରୁ ଗଲେ ଆଉ ସେଠାରେ ଲୁଚିକିନା ରହିଲେ। ଠିକ୍ ସେତିକିବେଳେ ଅଧରାତିରେ ରଘୁ ଆଉ ମନୁ ଚୁପଚାପ ରାମୁର ବିଲ ଆଡ଼କୁ ଆସିଲେ ଓ ଚାରିପଟେ ଦେଖିବାକୁ ଲାଗିଲେ। ଆରେ ମନୁ, ଏବେ ତ ସମସ୍ତ ଗାଁ ବିଶ୍ୱାସ କରିଦେଇଛି ଏ ବିଲରେ ଭୂତ ଅଛି। ଏବେ କେହି ମଧ୍ୟ ଏଠାକୁ ଆସିବେନି। ହଁ, ଏବେ ଆମେ ଆରାମରେ ଆଳୁ ନେଇଯିବା। ଯେତେବେଳେ ଦୁଇ ଜଣ କ୍ଷେତରେ ପ୍ରବେଶ କଲେ, ଠିକ୍ ସେତିକିବେଳେ ରାମୁ ଆଉ ସରପଞ୍ଚ ସେମାନଙ୍କୁ ଧରି ପକାଇଲେ। ଆରେ ରହିଯାଅ, ଚୋରି କରୁଥିଲା ବେଳେ ଧରା ପଡ଼ିଗଲ। ଏବେ ସତ ସତ କଥା କୁହ, କାହାର କହିବାରେ ଚୋରି କରୁଥିଲ? ଭୟରେ ରଘୁ ଆଉ ମନୁ ସମସ୍ତଙ୍କୁ ସତ୍ୟ କଥା କହିଦେଲେ। ବିନୟ ଭାଇ ଆମକୁ ପଇସାର ଲୋଭ ଦେଇ ବିଲରୁ ସବୁଯାକ ଆଳୁ ଚୋରି କରିବାକୁ କହିଥିଲା। ଚାଲ, ଏବେ କାଲି ସମସ୍ତଙ୍କ ସାମ୍ନାରେ ନିଷ୍ପତ୍ତି ହେବ। ପରବର୍ତ୍ତୀ ସକାଳେ ଗାଁରେ ପଞ୍ଚାୟତ ଡକାଗଲା। ରଘୁ ଆଉ ମନୁ ସମସ୍ତ ସତ୍ୟ କଥା ସମସ୍ତଙ୍କ ସାମ୍ନାରେ କହିଦେଲେ। ବିନୟ,
ତୁ କେବଳ ତୋର ନିଜ ଲୋଭ ପାଇଁ ଗାଁର ସମ୍ମାନ ହରେଇଲୁ, ଆଉ ମିତ୍ରତା ଆଉ ଭାଇଚାରାକୁ ମଧ୍ୟ ବି ହରେଇଲୁ। ଏହା ବହୁତ ବଡ଼ ଅପରାଧ କଲୁ ତୁ। ଆଉ ମୋତେ କ୍ଷମା କରିଦିଅ ରାମ ଭାଇ, ମୋର ବହୁତ ବଡ଼ ଭୁଲ ହେଇଗଲା। ମୁଁ ଈର୍ଷା ଓ ଲୋଭରେ ଅନ୍ଧ ହୋଇଯାଇଥିଲି। ମୁଁ ତୁମକୁ ମାଫ କରିପାରେ, କିନ୍ତୁ ତୁମ କର୍ତ୍ତବ୍ୟ ତୁମକୁ ଶିଖାଇବ ଯେ ଲୋଭର ଫଳ କ'ଣ। ସରପଞ୍ଚ ବିନୟ ଗାଁରେ ସେବା କରିବାକୁ ଓ ରାମର ବିଲରେ ସାହାଯ୍ୟ କରିବା ପାଇଁ ତାକୁ ଆଦେଶ ଦେଲେ।